ଆଜି ଆମେ ଜାଣିବା ଆମ ଦେଶର ଆଉ ଏକ ପବିତ୍ର ନଦୀ ବିଷୟରେ, ଯାହାର ନାମ ହେଉଛି ଗୋମତୀ ନଦୀ। ଗୋମତୀ ନଦୀରେ ରହିଛି ପୌରାଣିକ ରହସ୍ୟ। ଏହା ସମ୍ପର୍କରେ ଆଜି ଆମେ କଥା ହେବା। ଏହା ବାଦ ଏହା କେଉଁଠାରୁ ଉତ୍ପତ୍ତି ହୋଇଛି, କେଉଁ ବାଟ ଦେଇ ଯାଇଛି, ସେ ବିଷୟରେ ମଧ୍ୟ ଆଲୋଚନା କରିବା। ସମସ୍ତ ପବିତ୍ର ନଦୀମାନଙ୍କ ମଧ୍ୟରୁ ଗୋମତୀ ନଦୀ ହେଉଛି ଅନ୍ୟତମ। ଗଙ୍ଗା ଭଳି ଏହା ମଧ୍ୟ ପବିତ୍ର ନଦୀ। ଏଠାରେ ବୁଡ଼ ପକାଇଲେ ପାପ ନାଶ ହୁଏ। ଚାଲନ୍ତୁ ଆମ ହିନ୍ଦୁ ପୁରାଣରେ ଏହି ନଦୀ ବିଷୟରେ କ'ଣ ଲେଖା ଅଛି ସେ ବିଷୟରେ ଜାଣିବା। ଗୋମତୀ ନଦୀ ଗଙ୍ଗା ନଦୀର ଏକ ସହାୟକ ନଦୀ। ହିନ୍ଦୁ ପୌରାଣିକ କଥା ଅନୁସାରେ ଏହି ନଦୀ ହେଉଛି ମହର୍ଷି ବଶିଷ୍ଠଙ୍କର କନ୍ୟା। ଏକାଦଶୀ ମାନେ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାସର 2ଟି ଚନ୍ଦ୍ର କାଳର 11ତମ ଦିନ ଗୋମତୀ ନଦୀରେ ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ୱାସ ଅଛି। ଭାଗବତ ପୁରାଣ ଅନୁଯାୟୀ ଗୋମତୀ ଭାରତର ଦିବ୍ୟ ନଦୀମାନଙ୍କ ମଧ୍ୟରୁ ଗୋଟିଏ। ଏଠାରେ ଦୁର୍ଲଭ ଗୋମତୀ ଚକ୍ର ମଧ୍ୟ ମିଳେ। ସ୍କନ୍ଦ ପୁରାଣରେ ଏକ ଶ୍ଲୋକ ଲେଖା ଅଛି, ଗୋମତୀ ଗୋମେୟ ସ୍ନାନମ୍ ଗୋଦାନମ୍ ଗୋପୀଚନ୍ଦନମ୍ ଦର୍ଶନମ୍ ଗୋପୀନାଥସ୍ୟ ଗକାରାହା ପଞ୍ଚ ଦୁର୍ଲଭା। ମାନେ ସ୍କନ୍ଦ ପୁରାଣ ଅନୁସାରେ ଗୋମତୀ ନଦୀ, ଗୋମେୟ ସ୍ନାନ, ଗୋଦାନ, ଗୋପୀଚନ୍ଦନ ଓ ଗୋପୀନାଥ ଦର୍ଶନ ଏହି 5 ପ୍ରକାରର ଗକାର ଦୁର୍ଲଭ। ପୁଣ୍ୟଭୂମି ଭାରତ ଭୂଖଣ୍ଡରେ ପ୍ରାୟ 200ରୁ ଅଧିକ ନଦୀ ପ୍ରବାହିତ ହେଉଛନ୍ତି। ସେ ମଧ୍ୟରୁ କେତେକ ନଦୀକୁ ପୁଣ୍ୟଦାୟିନୀ ଭାବରେ ପୂଜା କରାଯାଏ। ସେ ମଧ୍ୟରୁ ଏହି ପୁଣ୍ୟ ପ୍ରଦାୟିନୀ ଗୋମତୀ ନଦୀ ହେଉଛି ଅନ୍ୟତମ। ପୁରାଣର ବର୍ଣ୍ଣନା ଅନୁସାରେ ଏକଦା ବ୍ରହ୍ମାଙ୍କର ମେନକାଦି ମାନସ ସନ୍ତାନମାନେ ଭଗବାନଙ୍କ ଦର୍ଶନ ପାଇବା ନିମିତ୍ତ କଠୋର ତପସ୍ୟାରେ ନିମଗ୍ନ ରହିଲେ। ଅନେକ ବର୍ଷ ବିତିଗଲା ପରେ ସେମାନେ ଭଗବାନଙ୍କର ପ୍ରକଟ ହେବାର ସୂଚନା ପ୍ରାପ୍ତ କରିବା ପରେ ଭଗବାନଙ୍କୁ କିପରି ପାଦ ଅର୍ଘ୍ୟ ପ୍ରଦାନ କରିବେ ସେଥିପାଇଁ ଚିନ୍ତିତ ହୋଇ ନିଜ ପିତା ବ୍ରହ୍ମଦେବଙ୍କୁ ସ୍ମରଣ କଲେ। ବ୍ରହ୍ମଦେବଙ୍କ ଅନୁରୋଧରେ ସରିତା ଶ୍ରେଷ୍ଠ ଗଙ୍ଗା ମର୍ତ୍ତ୍ୟଲୋକରେ ବ୍ରହ୍ମର୍ଷି ବଶିଷ୍ଠଙ୍କୁ ଅନୁସରଣ କରି ବ୍ରହ୍ମପୁତ୍ର ସନକାଦିଙ୍କର ତପସ୍ୟା ସ୍ଥଳରେ ଆବିର୍ଭୂତ ହେଲେ। ପୁତ୍ରୀ ଭାବରେ ବଶିଷ୍ଠଙ୍କର ଅନୁସରଣ କରିଥିବାରୁ ସନକାଦି ତାଙ୍କୁ ବଶିଷ୍ଠ ପୁତ୍ରୀ ଭାବରେ ସମ୍ବୋଧନ କରି ଆରାଧନା କଲେ ଏବଂ ତାଙ୍କର ପୁଣ୍ୟ ସଲିଳ ମଧ୍ୟରୁ ମକର କୁଣ୍ଡଳଧାରୀ ଶ୍ରୀବିଷ୍ଣୁ ପ୍ରକଟ ହେଲେ। ସନକାଦିଙ୍କର ପାଦ୍ୟ ଅର୍ଘ୍ୟ ଗ୍ରହଣ କରି ତାଙ୍କୁ ଦର୍ଶନ ଦେଲେ। ଗୋମତୀ ଜଳରୁ ଶ୍ରୀବିଷ୍ଣୁ ପ୍ରକଟ ହେବାରୁ ଏହାର ଜଳ ପୁଣ୍ୟ ପ୍ରଦାୟିନୀ ହେଲା। ଗୋମତୀ ଅର୍ଥାତ୍ ସ୍ୱର୍ଗରୁ ଆସିଥିବା ମତି ଅର୍ଥାତ୍ ଶୁଦ୍ଧ ଚିତ୍ତ ସ୍ୱରୂପିଣୀ। ତାଙ୍କୁ ଦର୍ଶନ କଲା ମାତ୍ରେ ମନୁଷ୍ୟର ସମସ୍ତ ପାପ ବିନଷ୍ଟ ହୋଇଯାଏ ବୋଲି କଥିତ ଅଛି। ରାବଣ ବଧ କରିବାରୁ ଶ୍ରୀରାମଚନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଥିଲା। ତେଣୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ଗୋମତୀରେ ସ୍ନାନ କରି ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇଥିଲେ। ଶ୍ରୀରାମଚନ୍ଦ୍ର ଯେଉଁଠାରେ ଗୋମତୀରେ ସ୍ନାନ କରିଥିଲେ ଧୋପାପ ତୀର୍ଥ ଭାବରେ ତାହା ପ୍ରସିଦ୍ଧ। ଏହି ନଦୀରୁ ଗୋମତୀ ଚକ୍ର ମାନେ ପବିତ୍ର ଶିଳାଖଣ୍ଡ ମିଳିଥାଏ। ବିଶ୍ୱାସ ଅଛି ଯେ ଗ୍ରହଣରେ କାଶୀ, ମକରରେ ପ୍ରୟାଗ, ଚୈତ୍ର ନବମୀରେ ଅଯୋଧ୍ୟା ଏବଂ ଦଶହରାରେ ଧୋପାପରେ ସ୍ନାନ କଲେ ସମସ୍ତ ପାପ ନାଶ ହୁଏ। ଏହି ନଦୀରେ ଏକାଦଶୀ ସ୍ନାନ ମଧ୍ୟ ଅତ୍ୟନ୍ତ ପୁଣ୍ୟପ୍ରଦା ହୋଇଥାଏ। ଗୋମତୀ ନଦୀର ଉତ୍ପତ୍ତି ବିଷୟରେ ଯଦି ଆମେ କଥା ହେବା ତାହେଲେ ଏହି ନଦୀ ଉତ୍ତରପ୍ରଦେଶର ପିଲିଭିତ ଜିଲ୍ଲାରେ ମାଧୋଟାଣ୍ଡା ନିକଟସ୍ଥ ଗୋମତ ତାଳ, ଯାହାକି ଆଧିକାରିକ ଭାବେ ପୁଲହାର ହ୍ରଦ ଭାବରେ ପରିଚିତ, ଏହିଠାରୁ ଗୋମତୀ ନଦୀର ଉତ୍ପତ୍ତି ହୋଇଛି। ଏହି ନଦୀ ଉତ୍ତରପ୍ରଦେଶରେ ପ୍ରାୟ 960 କିଲୋମିଟର ଦୂର ପର୍ଯ୍ୟନ୍ତ ବହିଛି ଏବଂ ବାରାଣସୀ ଜିଲ୍ଲାର ପ୍ରାୟ 27 କିଲୋମିଟର ଦୂର ଯାଏଁ ସାଇଦପୁର କାଇଥି ନିକଟରେ ଗଙ୍ଗା ନଦୀ ସହିତ ମିଶିଛି। ଦ୍ୱାରକା ଧାମ ମଧ୍ୟ ଏହି ଗୋମତୀ ନଦୀର କୂଳରେ ଅବସ୍ଥିତ। ଏଠାରେ ଗୋମତୀ ନଦୀ ଆରବ ସାଗର ସହିତ ମିଶିଛି, ଯାହାକୁ ଗୋମତୀ ସଙ୍ଗମ ଘାଟ ବୋଲି କୁହାଯାଏ। ଏହି ଘାଟ ଦ୍ୱାରକାଧୀଶ ମନ୍ଦିର ନିକଟରେ ଅବସ୍ଥିତ ଏବଂ ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥଳ ଭାବେ ପରିଚିତ। ଏଠାରେ ସ୍ନାନ କରିବାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଚାଲନ୍ତୁ ଏବେ ଜାଣିବା ଏହି ନଦୀର ଗତିପଥ ବିଷୟରେ। ଗୋମତୀ ନଦୀ ନିଜ ଉଦ୍ଗମ ସ୍ଥଳରୁ ପ୍ରାୟ 20 କିଲୋମିଟର ଦୂରରେ ବହି ଗହ୍ୟାଇ ନାମକ ଏକ ଛୋଟ ନଦୀ ସହିତ ମିଶିଛି। ଗୋମତୀ ନଦୀ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ତହସିଲ ମହମ୍ମଦ ଖେରୀ ଉଦ୍ଗମ ସ୍ଥଳରୁ ପ୍ରାୟ 100 କିଲୋମିଟର ଦୂର ହେବ। ଏହି ପର୍ଯ୍ୟନ୍ତ ଏକ ସଂକୀର୍ଣ୍ଣ ଧାରା ଭାବେ ଗୋମତୀ ନଦୀ ବହିଛି, ଯେଉଁଠାରେ ଏହା
ସୁକ୍ଷେତା, ଚୋହା ଓ ଆନ୍ଧ୍ର ଚୋହା ପରି ସହାୟକ ନଦୀମାନଙ୍କ ସହିତ ମିଶିଛି। ଏହାପରେ ନଦୀର ପ୍ରବାହ ସ୍ପଷ୍ଟ ଓ ପ୍ରଶସ୍ତ ହୋଇଯାଇଛି। ଏଥିରେ ମଇଲାନି ନିକଟରେ କଥିନା ଓ ସୀତାପୁର ଜିଲ୍ଲାର ଗୋଟିଏ ଗ୍ରାମ ନିକଟରେ ସରାୟନ ନଦୀ ଗୋମତୀରେ ମିଶିଛି। ଏହାର ଏକ ପ୍ରମୁଖ ସହାୟକ ନଦୀ ହେଉଛି ସାଇ ନଦୀ, ଯାହା ଯୌନପୁର ନିକଟରେ ଗୋମତୀ ସହିତ ମିଶିଛି। ମାର୍କଣ୍ଡେୟ ମହାଦେବ ମନ୍ଦିର ଗୋମତୀ ଓ ଗଙ୍ଗାର ସଙ୍ଗମ ସ୍ଥଳରେ ଅବସ୍ଥିତ। ପ୍ରାୟ 240 କିଲୋମିଟର ଯାତ୍ରା ଅତିକ୍ରମ କରିବା ପରେ ଗୋମତୀ ନଦୀ ଲକ୍ଷ୍ନୌ ସହରରେ ପ୍ରବେଶ କରି ପ୍ରାୟ 12 କିଲୋମିଟର ପର୍ଯ୍ୟନ୍ତ ବହିଥାଏ। ଲକ୍ଷ୍ନୌ ବ୍ୟତୀତ ଲକ୍ଷ୍ମୀପୁର, ଖେରୀ, ସୁଲତାନପୁର, କେରାକତ ଓ ଜୈନପୁର ନଦୀର 15ଟି ପ୍ରମୁଖ ସହରମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ନଦୀ ସୁଲତାନପୁର ଜିଲ୍ଲା ଓ ଜୈନପୁର ସହରକୁ ଦୁଇ ଭାଗରେ ବିଭକ୍ତ କରୁଛି ଏବଂ ସହର ମଧ୍ୟରେ ପ୍ରବେଶ କରିବା ସମୟରେ ଅଧିକ ଏହା ପ୍ରଶସ୍ତ ମଧ୍ୟ ହୋଇଯାଇଛି। ଶେଷରେ ଏହି ଗୋମତୀ ନଦୀ ବାରାଣାସୀର ଗଙ୍ଗାରେ ଯାଇ ମିଶିଛି। ତ ଏବେ ଆପଣ ଗୋମତୀ ନଦୀ ବିଷୟରେ ଡିଟେଲରେ ଜାଣିସାରିଥିବେ। ଗୋମତୀ ନଦୀ ହେଉଛି ପବିତ୍ର ନଦୀମାନଙ୍କ ମଧ୍ୟରୁ ଏକ ଏବଂ ଏହି ଗୋମତୀ ନଦୀରେ ସ୍ନାନ କରିବା ଦ୍ୱାରା ମଣିଷମାନଙ୍କର ଅନେକ ପାପ ନାଶ ହୋଇଥାଏ। ଗୋମତୀ ନଦୀକୁ ନେଇଥିବା ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଦେଶ, ଦୁନିଆ, ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଏଜୁକେଶନାଲ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।